ମୁଁ କହିଲି ଆଉ ତାହେଲେ କ'ଣ ହେବ ଆମ ଶବ ଗଲା କୁଆଡ଼େ ତାଙ୍କର ସେ ଗୋଟେ ମ୍ୟାଡ଼ାମ୍ ଥିଲେ ସିଏ ମୁଣ୍ଡ ପୁରା ଆକ୍ରାନ୍ତ କ'ଣ ହେବ କେସ୍ ଏମିତି ଆମକୁ ଡାକି ନେଲେ ଫାଇନାଲ୍ କରିବାକୁ। ମୁଁ କହିଲି ମୋ ଫାଇନାଲ୍ ଉପରେ ମୋର ଜୋଇଁ ଅଛନ୍ତି ମୋର ଦୁଇଟା ଜୋଇଁ ମୋ ପୁଅ ଚାଲିଗଲା ମୋର ତ ପୁଅ ନାହିଁ ଆଉ କ'ଣ କରିବି ଏମିତି ରହିଲୁ। ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦୁଇଟି ସୁନା ସଂସାର ଚୂନା ହୋଇଯାଇଛି। ଦୀପ୍ତିରଞ୍ଜନଙ୍କ କୁହାଯାଉଛି ଯେ ସେ ଜୀବିତ ଅଛନ୍ତି ବୋଲି, କିନ୍ତୁ ଯେଉଁ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ କଥା ଆମେ କହୁଛେ ସେ 24 ବର୍ଷର ଥିଲେ, ସେ ଏବେ ବିବାହ ମଧ୍ୟ କରିଥିଲେ। ତେଣୁ ବର୍ତ୍ତମାନ ଜ୍ୟୋତିରଞ୍ଜନ ତାଙ୍କ ପରିବାରର एकमात्र ରୋଜଗାରକ୍ଷମ ପୁଅ ଥିଲେ। ଜ୍ୟୋତିରଞ୍ଜନକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବାପା, ତାଙ୍କ ଭିଣୋଇ, ତାଙ୍କ ପିଇସା ଏବଂ ତାଙ୍କ ପରିବାରବର୍ଗ। ତେଣୁ ଜ୍ୟୋତିରଞ୍ଜନଙ୍କର ପରିବାରରେ ଏଇ ଯେଉଁ କ୍ଷତି ଘଟିଲା 7 ଦିନ ପର୍ଯ୍ୟନ୍ତ ଅଖିଆ ଅପିଆ ଶୀତ କାକରରେ ସେମାନେ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ରହି ଭାବୁଛନ୍ତି ଦିଲ୍ଲୀପ ସାମନ୍ତରାୟ ହେଉଛନ୍ତି ତାଙ୍କ ପୁଅ ଜ୍ୟୋତିରଞ୍ଜନ। କିନ୍ତୁ ହୋସ୍କୁ ଆସିବା ପରେ ଦିଲ୍ଲୀପ ସାମନ୍ତରାୟ କହୁଛନ୍ତି ଯେ ସେ ଜ୍ୟୋତିରଞ୍ଜନ ନୁହନ୍ତି, ସେ ଦିଲ୍ଲୀପ ସାମନ୍ତରାୟ। ତେଣୁ କେତେ ବଡ଼ ଖାମଖିଆଲି ଘଟିଛି ଏଠି, କେତେ ବଡ଼ ସ୍ତରରେ ଏଠି ଭୁଲ ହେଇଛି। ଯେହେତୁ ଶବଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବ୍ୟାଣ୍ଡେଜ୍ କରାଯାଇଥିଲା ଆଉ ଭେଣ୍ଟିଲେଟରକୁ ଯାଉଥିଲା, ତାଙ୍କୁ ଚିହ୍ନିବା ପରିବାରବର୍ଗ ପକ୍ଷରେ ବା ଲୋକଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ଯେତେବେଳେ ଦିଲ୍ଲୀପ ସାମନ୍ତରାୟ ହୋସ୍କୁ ଆସିଲେ, ଭେଣ୍ଟିଲେଟରରୁ ବାହାରିଲେ, ସେତେବେଳେ ତାଙ୍କୁ ଯେତେବେଳେ ଡାକ୍ତର ଡାକିଲେ, ତାଙ୍କ ପରିବାରବର୍ଗ ଦୀପୁ ଦୀପୁ ବୋଲି ଡାକିଲେ, ସେତେବେଳେ ସେ କହିଲେ ଯେ ସେ ଦୀପୁ ନୁହନ୍ତି, ସେ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ। ସେ ଜ୍ୟୋତିରଞ୍ଜନ ମଲ୍ଲିକ ନୁହନ୍ତି, ସେ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ। ଆସନ୍ତୁ ତାଙ୍କ ବାପାଙ୍କ ଠାରୁ ଶୁଣିବା ସେ କ'ଣ କହୁଛନ୍ତି ଏ ବିଷୟରେ। ଦର୍ଶକ ବନ୍ଧୁ, ଆମ ସହିତ ଉପସ୍ଥିତ ଅଛନ୍ତି ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ବାପା ରମେଶ କୁମାର ମଲ୍ଲିକ। ବର୍ତ୍ତମାନ ସେମାନେ ସନ୍ଦେହାହୀନ ତାଙ୍କ ପୁଅର ମୃତ୍ୟୁ ଘଟିଛି ବା ସେ ସୁସ୍ଥ ଅଛନ୍ତି, କାରଣ ଏ ବିଷୟରେ ସେମାନେ ସନ୍ଦେହାହୀନ, କାରଣ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏ ନେଇ କୌଣସି ସଠିକ୍ ତଥ୍ୟ ଦେଇପାରୁନାହାନ୍ତି। ଘଟଣା କ'ଣ ଆପଣ ଶୁଣନ୍ତୁ। ପ୍ରଥମ ହେଲା ଯେତେବେଳେ ମରିଗଲା ମାନେ ପୋଡ଼ିଯାଇଛି, ମାଲିକ ମୋ ପାଖକୁ ଫୋନ୍ କଲେ। ମାଲିକ ଯେଉଁଠି କାମ କରୁଥିଲା ଫୋନ୍ କଲା ପରେ ତାଙ୍କ ନାଁ ବାପୁ ସାର୍, ଆମେ ଜାଣିଛୁ ବାପୁ ସାର୍। ଆମ ଭିଣେଇଠୁ ନମ୍ବର ଆଣି କହିଲେ, ବାପୁ ସାର୍ କହିଲେ ଯେ ତୁମ ପୁଅ ପୋଡ଼ିଯାଇଛି, ଏମିତିଆ କଥା, ମୁହଁ ହାତ ଦେହ ହାତ ପୋଡ଼ିଯାଇଛି। ଆମେ ସାଙ୍ଗେ ସାଙ୍ଗେ ଆଇଲୁ, ଦେଖିଲୁ ପୋଡ଼ିଯାଇଛି ପୁଅ। ସେ ଗଲେ ତା ଭିତରୁ ତା ସ୍ତ୍ରୀ ଗଲା ଦେଖିଲା, ସେ ଆଉ ଚିହ୍ନି ପାଇଲା ନାହିଁ। ଗଲା ପରେ ତା ପରଦିନ ସରିଗଲା, ସେ ତା ପରଦିନ ଡ୍ରେସିଂ ହେବ, ଯିବ ଏଠିକି ଓଟି ଭିତରକୁ। ଆମକୁ ଡାକିଲେ ଜ୍ୟୋତିରଞ୍ଜନ ମଲ୍ଲିକ କିଏ, ତାଙ୍କ ବାପା। ବୋଲେ ଆମେ ସେଠିକି ଡାକିଲେ, ଓଟି ଭିତରକୁ ଆମେ ଗଲୁ। ଗଲା ପରେ ଦସ୍ତଖତ ସବୁ କଲେ, 5ଟା 7-8ଟା ଦସ୍ତଖତ ସାକ୍ଷୀ ପଇଲେ। ଗଲା ଓଟି ଭିତରୁ ଅପରେସନ୍ ହେଇକି ଆଇଲା, ବାହାରିଲା ପଦାକୁ। ମୁଁ କହିଲି ଇଏ ସବୁ ଆଇଲା କାହାର? ନା ଜ୍ୟୋତିରଞ୍ଜନ ମଲ୍ଲିକ। ଆମେ ଦେଖିଲୁ ଆମ ପୁଅ, ଆମେ ଖୁସିରେ ରହିଲୁ। ଗଲା ତାପରେ ଆମେ ସନ୍ଦେହଜନକରେ ରହିଲୁ। ଆସିଲେ ଯେତେବେଳେ ଆଇସି ଭିତରକୁ, ଆଇସି ଭିତରେ ପିଲା ରହିଲା, ସବୁ ବ୍ୟାଣ୍ଡେଜ୍ ହେଇଛି, ଖାଲି ନାକଟା ଅଛି ବନ୍ଦ, ଆଉ ସବୁ ବ୍ୟାଣ୍ଡେଜ୍ ହେଇଛି। ଆଉ କ'ଣ, ଆମେ ଯେତେବେଳେ ଯାଉ ତାକୁ ଦେଖିବାକୁ, ଦିନକୁ ଥରେ ଥରେ ଯାଆନ୍ତି, କହନ୍ତି ଇନଫେକ୍ସନ୍ ହେବ, ଯାଆନ୍ତୁ ନାହିଁ। ଯଦି ଡାକନ୍ତି ଦୀପୁନା, ଆମ ଜୋଇଁ ଯାଏ, ମୁଁ ଥରେ ଯାଇଛି, ଦୀପୁନା ମୁଣ୍ଡ ହଲେଇବ, ଦୀପୁନା ମୁଣ୍ଡ ହଲେଇବ। ସେତେବେଳେ କଥା ଭେଣ୍ଟିଲେଟର ଲାଗିଛି, କଥା ତ କହିପାରିବନି। ଗଲା ଏମିତି ରହିଲା। କାଲି ଆଗରୁ ଥରେ ଯାଇଛି ଜୋଇଁ, ସେମିତି କହିବ ଭେଣ୍ଟିଲେଟର ଲାଗିଛି, ସେ ଭେଣ୍ଟିଲେଟର ପରଦିନ ତ ଖୋଲା ହେଇଗଲା। କାଲି ଆମେ ଗଲା ଜୋଇଁ ଗୋଟେ ସାର୍ଙ୍କୁ କହିଲା, ସାର୍ ମୁଁ ଟିକେ ଦେଖିବାକୁ ଯିବି। ଭଲ ତାହେଲେ ଯିବ ଆଉ। ସାର୍ ଗଲେ ଦେଖିଲେ, ସାର୍ ନିଜେ ଥିଲେ। ସେ ସାର୍ଙ୍କ ନାମ କହିବିନି, ସେ ଗେଡ଼କି ସାର୍, ତାଙ୍କୁ ନାଁ ଜାଣିନୁ। ସେ ଗଲେ, ଆମ ଜୋଇଁ ଗଲା ତା ସାଙ୍ଗରେ, ବୋଲେ ତୁମେ ଯାଅ। ସେ ଗଲେ, ଦୀପୁନା ହଁ, ଦୀପୁନା ହଁ ଡାକିଲେ। ସାର୍ ଡାକିଲେ ଜ୍ୟୋତିରଞ୍ଜନ ହଁ ହଁ କହିଲା। ଆମେ ରହିଲୁ, ଆମ ପୁଅ ଆମେ ଜାଣିଲୁ। ସନ୍ଧ୍ୟାବେଳକୁ ଡାକିଲେ, ଯେତେବେଳେ ଗଲେ ମୁଁ ଗଲି, ଜୋଇଁ ଗଲା, ମୁଁ ଗଲି। ମୁଁ ଯେତେବେଳେ ଗଲି, ସିଏ କହିଲେ ଦେଖିଲ ତମ ପୁଅଟି? ମୁଁ କହିଲି ହଁ, ମୁଁ ତ ଦେଖୁଛି, କ'ଣ ଯେତେବେଳେ ଡାକିଏ କହୁଛି ଆମ ପୁଅ ଇଏ, ଆଉ ଡାକନ୍ତି ଦୀପୁନା ନା ହଁ, ମୁଣ୍ଡ ହଲଉଛି ସବୁ ପ୍ରକାର। ମୁଁ କହିଲି ଆପଣ ତାହେଲେ, ମୋର ଚିହ୍ନ ଗୋଟେ ଅଛି ପୁଅର, ଏବେ ପୋଡ଼ିଯାଇଛି ମାସକ ତଳେ ଗୋଟେ ଗୋଡ଼ରେ, ସାଇଲେନ୍ସ ଲାଗିକି ପାଚି ଯାଇଥିଲା, ସେ ଶୁଖିଛି, ଗୋଟେ କଳା ଚିହ୍ନ ଅଛି, ମୁଁ ଦେଖିବି ସେ ଗୋଡ଼ଟା। ଆଖିରେ ଗୋଟେ କଳା ଯାଇ ଏଇଠି ଥିଲା। ମୁଁ କହିଲି ତାକୁ ଦେଖିବି, ସିଏ ଯଦି ପୋଡ଼ିଯାଇଛି ନାହିଁ ଆମେ ଜାଣିପାରିଲୁ ନାହିଁ, ଗୋଡ଼ରେ ଦେଖିଲୁ ନାହିଁ। ମୁଁ ତାକୁ ଡାକିଲି ଦୀପୁନା, ନା ମା ମୁଁ ଦିଲ୍ଲୀପ।
ଦୀପୁନା ନା ମୁଁ ଦିଲ୍ଲୀପ। ହଉ ମୁଁ କହିଲି ଆପଣ ସେ ଯେଉଁ କ୍ୟାବ୍ଟା ଯେଉଁ ଅକ୍ସିଜେନ୍ କ୍ୟାବ୍ଟା କାଢ଼ନ୍ତୁ। କାଢ଼ିଲା ବେଳକୁ ତା ଦାନ୍ତ ସବୁ ଆମ ପୁଅର ଦାନ୍ତ ତଳ ଉପର ସବୁ ଅଛି। ମୁଁ ସନ୍ଦେହଜନକ ରହିଲି। ମୁଁ କହିଲି ଏ ମୋ ପୁଅ ନୁହଁ। କଳା ଗୋଡ଼କୁ ଏମିତି ନଉଟେ ନାଡ଼ି ଦୁଇଟା ଗୋଡ଼ ଦେଖିଲେ ପୁଅ ନୁହଁ। ଭାରି ଦୁଃଖ ଲାଗିଲା, କ'ଣ କରିବି ଏମିତିଆ ହେଲା। ବର୍ତ୍ତମାନ ଆମେ ଆଉ କିଛି କରିପାରିବା ନାହିଁ। ଯାହା ହବାର ତ ହେଇଯାଇଛି, ବର୍ତ୍ତମାନ ଆମକୁ ଲଢ଼େଇ କରିବାକୁ ପଡ଼ିବ। ଏ ଯେଉଁ ଅନ୍ୟାୟ ହେଇଛି ତା ପାଇଁ ଆମକୁ ଲଢ଼େଇ କରିବାକୁ ପଡ଼ିବ। କ'ଣ କରିବା, ମୋ ପୁଅ ମିଳିବ କି? ପୁଅ ତ ଆଉ ମିଳିବନି ଆଜ୍ଞା। ଆଉ କ'ଣ କରିବା ଆଉ କହିଲ? ଯାହା ଆପଣଙ୍କ ଭାଗ୍ୟରେ ଥିଲା ସେଇଟା ହେଇଯାଇଛି, କିନ୍ତୁ ଦୁଃଖ ଏହା ଯେ ବର୍ତ୍ତମାନ ଏମାନେ ଓଲଟା ପାଲଟା କରିଦେଇଛନ୍ତି। କ'ଣ ଆମ ଶବଟାକୁ ନ ଦେଖି କହିଲେ ଇଏ ଶବ, ଆମେ 50 ଦେଲୁ ଦସ୍ତଖତ, କହିଲେ ଏ ଜ୍ୟୋତିରଞ୍ଜନ ମଲ୍ଲିକ। ସବୁ ପ୍ରକାର ଆମେ ଦେଖୁଛୁ। ଏମିତି ହେଲା ପରେ